କିଛି ଗୋଟେ ଅନୟୁଜୁଆଲ୍ ଆକ୍ଟିଭିଟି ଦେଖିଲି ଯେମିତିକି ଯେଉଁ ବି ଷ୍ଟକ୍ ଦେଇଥିଲି ସେ ବଜେଟ୍ରେ ସେ ଯେମିତି କନଜ୍ୟୁମର ଆଉ ଏନର୍ଜି ସବୁ ଷ୍ଟକ୍ ଚାଲିଲା। ଓକେ, କେବଳ ଗୋଟେ ଚାଲିଲାନି, ସେଇଟା ହେଉଛି ଟେଲିକମ୍। ତ ମୋର ଟିକେ ଡାଉଟ୍ ହେଉଥିଲା, କାରଣ 25% ତାରିଫ ପ୍ଲାନ୍ ହାଇକ୍ ହେଲା ପରେ ବି କେମିତି ବଢ଼ିଲାନି। ତ ମାଇଣ୍ଡ କିଛି କାମ କରୁନଥିଲା। ତ ମୁଁ କିଛି ଗୋଟେ ପୋଡ଼କାଷ୍ଟ ଦେଖୁଥିଲି, ଆଉ ମୁଁ ଏଇଟା ତୁମକୁ ବି ରିକମେଣ୍ଡ କରୁଛି। ଫାର୍ଷ୍ଟ ଟାଇମ୍ ପାଇଁ ANA ନ୍ୟୁଜ୍ର ପରଫେକ୍ଟ, ଲାଇକ୍ କିଏ ଗୋଟେ ଲୋକ ଯାଇକି ବୋଥ୍ ବିଜେପି ହେଉ କଂଗ୍ରେସ ହେଉ ପରଫେକ୍ଟ ରୋଷ୍ଟ କରୁଛି, ଆଉ ପରଫେକ୍ଟ ପ୍ଲାନ୍ ମାନେ ଯାହା ବି ପରଫେକ୍ଟ କହୁଛି। ସୋ ୱାଚ୍ ଦିସ୍ ବେଷ୍ଟ ୱାନ୍। ଓକେ, ଫରଗେଟ୍ ଇଟ୍। ମୁଁ କହୁଥିଲି କ'ଣ ଟେଲିକମ୍। ଓକେ, ସୋ ମୁଁ ବଜେଟ୍ ପଢ଼ୁଥିଲି। ଆକ୍ଚୁଆଲି ମୋତେ ଲାଗିଲା ଏଇଟା କିଛି ଗୋଟେ ସ୍କାମ୍ ଟାଇପ୍ର କ'ଣ ହେଇଛି ଦେଖ। ଲାଇକ୍ ସୋ ସେଲୁଲାର ମୋବାଇଲ୍ ଫୋନ୍ କମିଲା, ଚାର୍ଜର ଆଡାପ୍ଟର 5% ଡାଉନ୍ ହେଲା ସବୁ। PCBA ଇନ୍ ସେଲୁଲାର ମୋବାଇଲ୍ ଫୋନ୍ କମିଲା। ଓକେ, ମୁଁ ତୁମକୁ ୟା ପୂର୍ବରୁ କିଛି ଗୋଟେ ଇନଫର୍ମେସନ୍ ଦେଇଦେଉଛି। ଓକେ, ଏସବୁ ହେଉଛି ମୋର କେତେଟା ଡେଟ୍ସ ଥିଲା, ଯେମିତିକି ଫେବୃଆରୀରେ ଯେମିତି ଇନଫ୍ରା PSU ଆଉ ଏନର୍ଜିକୁ ନେଇ କରାହେଇଥିଲା। ଇନଫ୍ରା PSUରେ ସବୁ ଦିଅ ରେଲୱେ ଆଉ ବ୍ୟାଙ୍କିଂ ପରଫେକ୍ଟ ଆଉଟ୍ ପରଫର୍ମ କଲେ, ଲୋକ ଡବଲ୍ ଟ୍ରିବଲ୍ ପଇସା କଲେ। ଏନର୍ଜିରେ ବି ସେମ୍। ଇରେଟା ତ ବୋଧେ 30x କରିଥିଲା ତା'ର ଷ୍ଟକ୍ଟାକୁ। ସେମିତି ଜୁଲାଇରେ ଯେତେବେଳେ ଟାରିଫ୍ ହାଇକ୍ ହେଲା ଗୋଟେ, ତ ଏଇଠି ନା କମ୍ ସେ କମ୍ ଭାରତୀ ଏୟାରଟେଲ୍ ଆଉ ଜିଓର ତ ଷ୍ଟକ୍ ମାର୍କେଟ୍ ବଢ଼ିବା କଥା, କିନ୍ତୁ ବଢ଼ିଲାନି। ଆଉ ସେଥିରେ FII ଆକ୍ଟିଭିଟି ବି ନାହିଁ। ଯାହା ହଉ ଯେଉଁ 1-2% ବଢ଼ିଲା ସେ କେବଳ ରିଟେଲର୍ଙ୍କ ପାଇଁ, ଯେଉଁଟାକି ଟୋଟାଲି ଭଲ ନୁହଁ। କାରଣ ରିଟେଲର୍ କେତେବେଳେ ତୁମକୁ ଛାଡ଼ି ଦେଇକି ପଳେଇବେ, ତୁମେ ସେ ଷ୍ଟକ୍ରେ ଫସିଯିବ, ଏମିତି ଫସିବ ତୁମେ ବାହାରି ପାରିବନି। ଓକେ, ବାକି ରହିଲା ଇଣ୍ଟ୍ରିମ୍ ବଜେଟ୍ରେ ସେମିତି ହେଲା ଟ୍ୟାକ୍ସ, ଇନଫ୍ରା, ହେଲ୍ଥ କେୟାର, କନଜ୍ୟୁମର, ସୋଲାର, ହାଇଡ୍ରୋ ସବୁ ଦିଏ ପରଫେକ୍ଟ ବଢ଼ିଲା। ଓକେ, ଫାଇନାଲ୍ ମେଟାଲ୍, ଫୁଡ୍ ସବୁ ଯାହା ବି ଅଛି ସବୁ ଦିଏ ପରଫେକ୍ଟ ବଢ଼ିଲା। କେବଳ ବଢ଼ିଲାନି କେଉଁଟା, ଯେଉଁଟା ହେଉଛି ଟେଲିକମ୍ ମାନେ ପାର୍ଟଟା। ତ ମୋତେ ଟିକେ ଡାଉଟ୍ ହେଲା, ତ ସେଥିପାଇଁ ମୁଁ ଆସିଲି ଦେଖିଲି। 5% ତ କମ୍ ହେଇଛି ସବୁଥିରେ। ତ ମୋବାଇଲ ଲୋକଙ୍କର ପଇସା କମିଲା, ଲୋକ ଫୋନ୍ ୟୁଜ୍ କରିବେ। ଯେତେ ଫୋନ୍ ଅଧିକ ୟୁଜ୍ କରିବେ ସେତେ ଅଧିକ ସିମ୍ ପକାଇବେ, ସେତେ ଅଧିକ ସିମ୍ରେ ସେତେ ଅଧିକ ରିଚାର୍ଜ। ତ ବଢ଼ିଲେନି କ'ଣ ପାଇଁ? ଓକେ, ତ ମୁଁ କ'ଣ ନୋଟିସ୍ କଲି ଦେଖ, ସରକାର ସଦାବେଳେ ସେଇଆ ହିଁ କରୁଛି, ଆଉ ଲୋକ ଏଇଟା ଜାଣି ବି ପାରୁନାହାନ୍ତି। এইটা ଗୋଟେ ଦେଖ, PCBA ଅଫ୍ ସ୍ପେସିଫାଇଡ୍ ଟେଲିକମ୍ ଇକ୍ୟୁପମେଣ୍ଟ। ଓକେ, এইଟା ଦେଖ ଯେଉଁଠି ବଢ଼େଇଛି 5%। ଓକେ, ଏଇ 5% ତୁମକୁ କେତେ ଆଫେକ୍ଟ କରିବ ମୁଁ ତୁମକୁ କହୁଛି। ଓକେ, ସେଥିପାଇଁ ହିଁ FII ମାନେ କେଉଁଠି ଇନଭେଷ୍ଟ କଲେନି, କାରଣ ସେ ଜାଣିଥିଲେ ଏଇ ପଏଣ୍ଟଟା ମୁଁ ବି କେମିତି ସେଦିନ ମିସ୍ କରିଦେଲି, ମୁଁ ଜାଣିପାରିଲିନି। ମେ ବି ମୁଁ ଟ୍ୟାକ୍ସ ଅଣ୍ଡରରେ ଆସିକି ମୋ ମାଇଣ୍ଡରେ ଟ୍ୟାକ୍ସ ସୁବିଧା ପଳେଇଲା, ସେଥିପାଇଁ ମୁଁ ଏଇଟା ବି ପଏଣ୍ଟଟା ମିସ୍ କରିଦେଲି। ନହେଲେ ମୁଁ ବି ଦେବା କଥା ନୁହଁ ଯେ ତୁମେ ଟେଲିକମ୍ରେ ଇନଭେଷ୍ଟ କର ବୋଲି। ଓକେ, ସରି ଫର୍ ଦ୍ୟାଟ୍। ଗୋଟେ ଫାର୍ଷ୍ଟ ଥର ପାଇଁ କିଛି ଗୋଟେ କହିଲି ଇନଭେଷ୍ଟ କରିବାକୁ, ଯେଉଁଟା ଫେଲ୍ ହେଲା। ଫରଗେଟ୍ ଇଟ୍। ସେ କଥା ହେଉଛି କ'ଣ, ଲୋକ ମୋବାଇଲକୁ ଶସ୍ତା କରିଦେଲା, କିନ୍ତୁ ତାରିଫ ପ୍ଲାନ୍ ଶସ୍ତା କରାନି। ଆଉ ସ୍କାମ୍ କ'ଣ ହେଉଛି ଦେଖ, ଦୁଇଟା ପଏଣ୍ଟରେ ସ୍କାମ୍ ମୁଁ କହୁଛି। ଓକେ, ଯେମିତିକି ଏ PCBA ହେଉଛି ମାନେ କୁହାଗଲା ସେ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ଼ ସମଥିଙ୍ଗ, ଯେଉଁଟା ତା ଫୁଲ୍ ଫର୍ମ ହେଲା, ସବୁ ଛାଡ଼ିଦେବ। ତ ସେଇଟାକୁ ମୁଁ ନେଇ ChatGPT ପଚାରିଲି, ଲାଇକ୍ ୱିଲ୍ increase of cost in PCBA in specified telecom equipment will leads to increase in tariff plans or Airtel Jio. ସେ କହିଲା in conclusion while increase in PCBA cost could lead to higher tariffs. ଓକେ, ସେଥିପାଇଁ ନୋଟିସ୍ କର ଏୟାରଟେଲ୍ ଲାଷ୍ଟ ମନ୍ଥରେ 6% ବଢ଼ିନି। ଆରେ ୟାର ମୋ କ୍ୟାମେରା 6% ବି ବଢ଼ିନି। ଓକେ, ଯେଉଁ ବି 6% ବଢ଼ିଛି ଏଥିରୁ 1 ଡେ ଆଜି ହିଁ ବଢ଼ିଲା। ଦେଖ 3% ଆଜି ହିଁ ବଢ଼ିଲା, ଲାଇକ୍ 1 ମନ୍ଥରେ 3% ବଢ଼ିନି। ଯେତେବେଳେ ତା'ର ରିଚାର୍ଜ ପ୍ଲାନ୍ 25% ବଢ଼ିଗଲା, ସେଥିରେ ଆଉ ଗୋଟେ ଜିନିଷ ମୁଁ ନୋଟିସ୍ କଲି। ଦେଖ ମାର୍ଚ୍ଚ 24ରେ ପ୍ରମୋଟରଙ୍କର ଦେଖ 53.49। ଓକେ, ବାକି ରିଟେଲରଙ୍କ ଦେଖ 2.81, ଆଉ ଏ ଡୋମେଷ୍ଟିକ୍ଟା ଦେଖ 8.30। ଏଇଟା ନୋଟିସ୍ କର କେମିତି ହେଇଛି। 53.49ଟା 53.17 ହେଇଛି, ବାକି 8.30ଟା ହେଇଛି 8.28। ମାନେ DII ମାନେ ମ୍ୟୁଚୁଆଲ୍ ଫଣ୍ଡ ବି ବିକୁଛନ୍ତି, ପ୍ରମୋଟର୍ସ ବି ବିକି ଦେଉଛନ୍ତି। କିଣୁଛି କିଏ? ଖାଲି ରିଟେଲର। 2.92, ବାକି ଏଇଟା କିଏ ହେଇଛି 2.81ରୁ 2.92 ହେଇଛି ରିଟେଲରରେ। ତ ଏମିତି କ'ଣ ପାଇଁ ହେଲା? ଭାରତୀ ଏୟାରଟେଲ୍ ଆଉ ଜିଓ ଦୁଇଟା ଯାଉ ସେମ୍ ହେଲା, କିନ୍ତୁ ଏଇଟା ଦେଖ କ'ଣ ହେଇଛି। ଟାଟା ଟେଲିରେ 1 ମନ୍ଥର ରିଟର୍ନ ଦେଖ, ଓ ଭାଇ 37%।
ମାନେ ବୁଝି ହିଁ ପାରୁଛ କିଛି ନାହିଁ, ୟାକୁ ଟଙ୍କାକର ବି ଫାଇଦା ନାହିଁ। କିନ୍ତୁ ହେଲା କ'ଣ ପାଇଁ? କାରଣ ଦେଖ ଏଇ PCBଟା କେଉଁଠି ୟୁଜ୍ ହେଉଛି, ଯେଉଁଟା ତୁମ ସିମ୍ରେ ହେଲା, କେଉଁ ଅମ୍ବାନୀର ବାହାଘର ପାଇଁ ତାର ରିଚାର୍ଜଟା ବଢ଼ିନି। ରିଚାର୍ଜଟା ବଢ଼ିଛି କାରଣ ସେମାନେ ଅଲରେଡ଼ି ଜାଣିଥିଲେ। ତ ମୋତେ ଲାଗୁଛି ସ୍କାମ୍ 1 ହେଲା, ଫାର୍ଷ୍ଟ ସ୍କାମ୍, ଯେ ବଜେଟଟା ପୁରା ପ୍ରାଇଭେଟ୍ ରହିବା ଦରକାର, ତମେ କାହାକୁ ବି କହିପାରିବନି। ତ ଏଇଥିରେ ଯେଉଁମାନେ ଇନଭେଷ୍ଟ କଲେ, ଏଇଥିରେ FII ବି ବଢ଼ିଛି ହେଲା କି ଦେଖିପାରିବ। ଏମାନେ କେମିତି ଜାଣିଲେ ଏଇଟା? ହଁ, ଏଇଟା ବଢ଼ିବାର ରିଜନ୍ କ'ଣ? ଏଇଟା ସିମ୍ ମାନେ ୱେୟାରଲେସ୍ ନୁହଁ, ଏଇଟା ହେଉଛି ୱେୟାର ଲାଇନ୍ ବାଲା। ଦେଖ ଏଇଟା ପ୍ରୋଭାଇଡ଼ିଂ ଭେରିୟସ୍ ୱେୟାର ଲାଇନ୍ ଭଏସ୍ ଡାଟା କ୍ଲାଉଡ୍ ଆଉ ସଫ୍ଟୱେୟାର ସର୍ଭିସ୍, ସବୁତ ଯାହା ବି ଦେଇଛି ୱେୟାର ଲାଇନ୍, କାରଣ ଏଥିରେ ସେ PCB ୟୁଜ୍ ହେଉନି। ଓକେ, ସେ 5% ଦେଖ କେତେ ଆଫେକ୍ଟ କଲା ଏଇଟାକୁ, 37% ବଢ଼ିଗଲା। ତ ସ୍କାମ୍ 1 କ'ଣ କହୁଥିଲି ମୁଁ, ମାନେ ତମେ ଠିକ୍ ଅଛି, ତମେ ସପୋର୍ଟ କରୁଛ ଯାହା ବି କର, ଗୋଟେ ଦିନ 2 ଦିନ ପୂର୍ବରୁ କହିପାରିବ। ଓକେ, ଯେମିତି ଇଣ୍ଟରିମ୍ ବଜେଟ୍ ହେଲା, ଗୋଟେ ଦିନ ପୂର୍ବରୁ ତମେ କହିଲ, ସମସ୍ତେ ଭାଗ ନେଲେ ଆଉ ଇନକମ୍ କଲେ, ଠିକ୍ ଅଛି। ତମେ ଏମିତି କେମିତି କହିଦେଲ ଗୋଟେ ଲୋକକୁ ଯେ ତମେ ସେମାନେ ଇନଭେଷ୍ଟ କରିଦେଲେ ଗୋଟେ ଜାଗାରେ, ସେମାନେ 37% ମାନେ ଗେନ୍ କରିଦେଲେ, ଆଉ ରିଟେଲର ମାନେ ଫସିଗଲେ। ଏଇଟା ତ ଟୋଟାଲ 9/7, କାରଣ ସରକାର ସମସ୍ତ ପାଇଁ ସେମ୍ ରହିବା ଦରକାର। ଜଣ ପାଖରେ ଖାଲି ସବୁ ପୁରା ଦେଶର 80% ପଇସା ଅଛି ବୋଲି ତା ମାନେ ହେଉଛି ତମେ ତାକୁ ସବୁ ହେଲ୍ପ କରିଦେବ। ଦେଖ ସିଏ ହିଁ ଏଥିରେ ଇନଭେଷ୍ଟ କରିଦେଲା, ତା ପଇସା ନେଇ ପଳେଇଲା, ତମେ କ'ଣ ପାଇଲ? ତ ତମେ ସଦାବେଳେ କୋଶ୍ଚିନ୍ କରିବା ଦରକାର। କୋଶ୍ଚିନ୍ ହେଲା, ଏଇଟା ହେଉଛି ସ୍କାମ୍ 1। ସ୍କାମ୍ 2 କ'ଣ? ଏଇଟା ମୁଁ ଯେମିତି କହୁଥିଲି, ଯେମିତି ଗୋଲ୍ଡର ରେଟ୍ କମିଲା, କାରଣ ତାକୁ 9,000 କୋଟି ଡେପ୍ଟ କରିବାର ଥିଲା, ମାନେ ଡେପ୍ଟକୁ ଦେବାର ଥିଲା। ସେଥିପାଇଁ ହୋଲ୍ ମାନେ ଦେଶର 10 ଲାখ କରୋଡ଼ ସେ ଲସ୍ କରିଦେଲା। ଓକେ, ତ ସେଇଟା ହେଉଛି ସ୍କାମ୍ ନମ୍ବର 2। ଆଉ ତମେ ସେଥିରେ ଖୁସି ହେଇଯାଉଛ ଗୋଲ୍ଡ ପଇସା କମିଗଲା। ଆରେ ତମ ଘରେ ଅଲରେଡ଼ି ଗୋଲ୍ଡ ଅଛି, ଯେଉଁଥିରେ କି 9% ଡାଉନ୍ ହେଲାଣି। ତମେ ଭାବ, ତମେ ଏବେ ଏଇ ଭାରତୀ ଏୟାରଟେଲ୍ ହେରିକା ସବୁ ରଖିଥିବ ଗୋଟେ ଷ୍ଟକ୍, ଯେଉଁଟା 9% ଡାଉନ୍ ହେଇଯିବ ଗୋଟାଏ ଦିନରେ, କେବଳ ସରକାର ଗୋଟେ ରୁଲ୍ ଆଇଲା ଯେଉଁଟା ତାର ପ୍ରଫିଟ୍ ପାଇଁ, ନା ତମ ପାଇଁ। ଠିକ୍ ଅଛି, ଏଇଟା ହେଲା ସ୍କାମ୍ 2। ଆଉ ଗୋଟେ ସ୍କାମ୍ 3 ପରଫେକ୍ଟ ହେଇଛି, ହେଲା କି, ଯେଉଁଟା କେହି କୋଶ୍ଚିନ୍ କରୁନାହାନ୍ତି, ସେଇଟା ବି ମୁଁ କହିବି ତମକୁ। ସୋ ତମେ ସଦାବେଳେ ପ୍ରତି ଡିଟେଲ୍ ଚେକ୍ କରିବା ଦରକାର। ଏଇଟା ଦେଖ ଏଇ 5% ତମେ ଭାବୁଛ, ମାନେ ଯେମିତି ମୁଁ ସରକାର କହିଲେ ତମେ ଫୋନ୍ ଚଲାଇ ଦିଅ, କିନ୍ତୁ ମଝିରେ ତାରିଫ ପ୍ଲାନ୍ ବଢ଼େଇଦେବି, ତୁମ ରିଚାର୍ଜ ବଢ଼େଇଦେବି, ତୁମେ ଜାଣି ହିଁ ପାରିବନି। ଏଇ 5% ପାଇଁ ହିଁ ତୁମର ରିଚାର୍ଜ ବଢ଼ିଛି, ନା କି ସେ ଯେମିତି ମୁଁ 1000 ଥର କହୁଛି, ନା କି ତା ବାହାଘର ପାଇଁ କୌଣସି ଯାହା ବି ହଉ। ତୁମେ ସଦାବେଳେ କୋଶ୍ଚିନ୍ କର ଲୋକକୁ ଯେ ଏଇଟା ସେ 5% କମେଇ ପାରିଥାନ୍ତା ଯଦି ସେ ଚାହୁଁଥିଲା ଆକ୍ଚୁଆଲି ଲୋକଙ୍କର ଭଲ ହଉ ବୋଲି। ଫୋନ୍ ଲୋକ 20,000 30,000 50,000 ଦେବି କିଣିପାରିବେ, କିନ୍ତୁ ପ୍ରତିଦିନ 200 ଯେତେବେଳେ 250 କରି ରିଚାର୍ଜ କରୁଛନ୍ତି ସେଇଟା କରିହେବନି। ତୁମେ ସେଇଟା ବୁଝ ସଦାବେଳେ। ତୁମେ ସରକାରକୁ ଏଇଭଳିଆ ହେଲ୍ପ କରୁଛ ୟାର। ଦେଖ ମୋର କିଛି ମାନେ କ'ଣ ହେଇଟା କୁହନ୍ତି ପ୍ରୋବ୍ଲେମ୍ ନାହିଁ। ମୁଁ 4ଟା 5ଟା ଷ୍ଟକ୍ ଦେଇଥିଲି, ମୋର ଭିତରୁ ପାଖାପାଖି 50% ପ୍ରଫିଟ୍ ହେଇଗଲା। ମୁଁ ଭାଇ ବାହାରି ଗଲି, କିଛି ଲସ୍ ନାହିଁ ମୋର। କେଉଁଠି ଗୋଟାଏ ଲସ୍ ହିଟ୍ ହେଇଗଲେ କିଛି ମୋର ମ୍ୟାଟର କରୁନି। ମ୍ୟାଟର ହେଉଛି ତମର। ଏ ରିଚାର୍ଜ ବି ମୋର ବଡ଼ କଥା ନା। ମୁଁ 4G ପ୍ଲାନ୍ ଥିଲାବେଳେ ମୁଁ ଅନଲିମିଟେଡ଼ ପ୍ଲାନ୍ ରିଚାର୍ଜ ହେଉଥିଲା ମୋର ସଦାବେଳେ। ତମର ହିଁ ଏଇଟା ସଦାବେଳେ ପ୍ରୋବ୍ଲେମ୍। ଆଉ ତମେ ସଦାବେଳେ ଆଉଟ୍ ଅଫ୍ ଡେଟ୍ ହେଇଯାଉଛି। ସଦାବେଳେ ଅପଡେଟ୍ ରୁହ, ଆଉ ସରକାରକୁ କୋଶ୍ଚିନ୍ କର। ଏଇଟା କେହି ବି ଜାଣିଲେନି। ମୁଁ ସମସ୍ତଙ୍କୁ ଦେଉଛି, ସମସ୍ତେ ଟ୍ୟାକ୍ସ ପଛରେ ପଡ଼ିଛନ୍ତି, SGST CGST। ଆରେ ଭାଇ ଚଳିବ, ସେ ତମେ ଗେନ୍ କଲ 2 ବର୍ଷ 3 ବର୍ଷ, ସରକାରକୁ କିଛି ଦେଇଦେଲେ ସିଏ ବି ଚଳିବ। କିନ୍ତୁ ଏଇଟାରେ ସରକାରର କ'ଣ ପ୍ରଫିଟ୍ ହେଲା, ମାନେ ତମର କ'ଣ ପ୍ରଫିଟ୍ ହେଲା? ସରକାର ଏଇଟା କାହିଁକି କଲା ତମେ ବୁଝୁଛ ନା ନାହିଁ? ସେଥିପାଇଁ ଦେଖ ଗୋଟେ ଷ୍ଟକ୍ ଯେଉଁଟା କେବଳ ୱେୟାର ଲାଇନ୍ ଦେଉଛି, ଟାଟା ଟେଲି ମହାରାଷ୍ଟ୍ର ଭଳିଆ ସେ ଦେଉଛି 37% 1 ମନ୍ଥରେ, ଭାରତୀ ଏୟାରଟେଲ୍ 3%। ମୁଁ କେମିତି ଜାଣିଲି ଯେ ଏଇଟାରେ ଇନଭେଷ୍ଟମେଣ୍ଟ କରିବି, ନଟ୍ ଭାରତୀ ଏୟାରଟେଲ୍ରେ? ଆଉ ଏଇଟା ସବୁମାନଙ୍କ ପାଇଁ ମାନେ ଆପ୍ଲିକେବୁଲ୍। ତମେ ବି ଟ୍ରାଏ କର। ଓକେ, ସବୁଦିନ ଷ୍ଟଡି କର ହେଲା। କେତେବେଳେ ବି ରିଟେଲର ପଛରେ ପଡ଼ନି, ଆଉ ଏ ସାରା ମୂର୍ଖଙ୍କ ପଛରେ ତ ପଡ଼ନି ଯେ କମ୍ ସେ କମ୍ ଖାଲି ବିଜେପିକୁ ସପୋର୍ଟ କରୁଛନ୍ତି। ତମେ ସଦାବେଳେ ଆଣ୍ଟି ଗଭର୍ଣ୍ଣମେଣ୍ଟ ରୁହ ହେଲା। କେଉଁ କଂଗ୍ରେସ କେଉଁ ବିଜେପି ସପୋର୍ଟ କରିବା ଦରକାର ନାହିଁ। ସଦାବେଳେ ଆଣ୍ଟି ଗଭର୍ଣ୍ଣମେଣ୍ଟ ଦେବ, ଯେମିତି ଗଭର୍ଣ୍ଣମେଣ୍ଟ ତମକୁ ଆକାଉଣ୍ଟେବିଲିଟି ଦେବ। ସିଏ ହେଇଛି ତମ ପାଇଁ କାମ କରିବାକୁ, ସେ ତମ ଚାକର ହେଇକି ସିଲେକ୍ଟ ହେଇଛି, ନଟ୍ କି ତମ ସରକାର ହେଇକି। ୟାର କେବେ ବୁଝିବ ତମେ? ଏଇଟା ମୁଁ କହୁଛି କାରଣ ମୋର ସେ 10% ଲସ୍ ମୁଁ ସହିପାରିବିନି ହେଲା। ଷ୍ଟକ୍ ମାର୍କେଟରେ ଭାଇ ମୋତେ ପରଫେକ୍ଟ ହେବାର ଅଛି। ମୁଁ ସେ ରିଟେଲର ଭଳିଆ ନୁହଁ, ଆଜି 3 ଦିନ 4 ଦିନ ଲସ୍ କରିଦେଲି, ଗୋଟେ ଦିନ ପ୍ରଫିଟ୍ କରିଦେବି, ହେଇଯିବ, ସେଇଟା ମୋର ନୁହଁ। ମୋର ଡେଲି ପ୍ରଫିଟ୍ ଦରକାର, ଯାହା ବି ହେଉଛି ସବୁ ଦରକାର। ତମେ ଏଇ ଛୋଟିଆ ପଏଣ୍ଟରେ ଗୋଟେ ଲୋକର ଲସ୍ କରୁଛ ମାନେ ସେଇଟା ସବୁ ରିଟେଲର ମାନଙ୍କର ଲସ୍। ସବୁ ଯେଉଁମାନେ ଯେମିତି କହିଲି ପ୍ରମୋଟର ଆଉ ଯେଉଁ FII DII, ସେମାନେ ହେଉଛନ୍ତି ଗୋଟେ ପୁରା ଯେମିତି ରିଲାଏନ୍ସ ପାୱାରର ଲୋକ ସବୁ ଦିଅ, ମାନେ ପୁରା ହାଇଫାଇ ଲୋକ। ସେମାନଙ୍କର ତମେ ପ୍ରଫିଟ୍ କରି କ'ଣ ଫାଇଦା? ତମେ ଆମଠୁ ଟ୍ୟାକ୍ସ ନେଉଛ, ତମେ ଆମକୁ ଫାଇଦା ଦେବ ନା, ସେଇଟା ତମେ ବି ବୁଝ। ଓକେ, ତ
ତମେ ସଦାବେଳେ ଗଭର୍ଣ୍ଣମେଣ୍ଟକୁ ଆକାଉଣ୍ଟେବିଲିଟି ମାଗ। ଏଇଟା ମୁଁ 10 ମିନିଟ୍ 11 ମିନିଟ୍ ଭିଡ଼ିଓ ହେଲେ ବି ଚଳିବ, କିନ୍ତୁ ବୁଝିବା ଦରକାର ତମେ ଏ ଟିକେ କଥା ହେଉଛି। ଆଉ ସ୍କାମ୍ 3ଟା ବି ତମକୁ କହିବି ପରେ କେବେ ହେଲା, ସେଇଟା ତ ବହୁତ ବଡ଼। ବୁଝ ତମେ ଟିକେ କ'ଣ ଚାଲିଛି ଆକ୍ଚୁଆଲି।